କେତେବେଳେ ଭଣ୍ଡ ସନ୍ନ୍ୟାସୀ, କେତେବେଳେ ଭୈରବ, କେତେବେଳେ ଛାମୁ, କେତେବେଳେ ଧୃତରାଷ୍ଟ୍ର, କେତେବେଳେ ଦୁର୍ଯ୍ୟୋଧନ ଏବଂ କେତେବେଳେ କହ୍ନେଇ କହିକି ବର୍ତ୍ତମାନ ଅତି ଚର୍ଚ୍ଚିତ ହୋଇଥିବା ସେହି ମହିୟସୀ ମହିଳା ବର୍ତ୍ତମାନ ତାଙ୍କ ଉପରେ ବହୁତ ପ୍ରଶ୍ନ କଲେଣି ଲୋକ ସୋସିଆଲ ମିଡ଼ିଆରେ। ଇଏ କ'ଣ ବାୟସ ଦେଇ କହୁଛନ୍ତି, ପ୍ରାୟୋଜିତ, ପ୍ରଯୋଜିତ ଏବଂ କାହା କଥାରେ ପ୍ରଭାବିତ ହୋଇ କହୁଛନ୍ତି, ତାର ତଦନ୍ତ କରାଯାଉ ଏବଂ ବିଜେଡ଼ି ମଧ୍ୟ ଆ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତଳସ୍ତରରୁ ବର୍ତ୍ତମାନ ଦାବି ହେଉଛି। ତଳସ୍ତରର କର୍ମୀ ଓ ନେତାମାନେ ବହୁତ ପ୍ରଶ୍ନ ଏବଂ ଅସନ୍ତୁଷ୍ଟ ହେଲେଣି। ଏଭଳି ମହିଳାଙ୍କୁ କେମିତି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେଇ ଛାଡ଼ି ଦିଆଯାଉଛି, ତାପରେ ତାଙ୍କର ସାହସ ବଢ଼ି ବଢ଼ି ଯାଉଛି। ତାପରେ ବହୁତ ପ୍ରଶ୍ନ ଉଠୁଛି। ଇଏ ବହୁ ପଦପଦବୀରେ ଥିଲେ, ଇଏ ଚେୟାରମ୍ୟାନ୍ ଥିଲେ, କେତେବେଳେ ପରିଷଦର ସଭାପତି ଥିଲେ, କେତେବେଳେ ସ୍ପୋକ୍ସମ୍ୟାନ୍ ଥିଲେ, କେତେବେଳେ ଜେନେରାଲ ସେକ୍ରେଟାରୀ ଥିଲେ। ସବୁ ସରିଗଲା ପରେ କୁର୍ସୀ ଲୋଭରେ, ଚୌକି ଲୋଭରେ ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରୁଥିବା, ଦଳର ସଭାପତିଙ୍କର ଚରିତ୍ରକୁ ଆକ୍ଷେପ କରୁଥିବା ଏବଂ ଦଳର ପ୍ରମୁଖ ଛାମୁଆ ଯେଉଁମାନେ ଚଳାଉଛନ୍ତି ଦଳକୁ, ତାଙ୍କ ଉପରେ ବିଭିନ୍ନ ବିଭ୍ରାନ୍ତିକର ପ୍ରଶ୍ନ ଏବଂ ଅଯୌକ୍ତିକ, ଯାହାର ବାସ୍ତବତା ନାହିଁ ଏବଂ ଯାହାର ଭିତ୍ତିହୀନ, ତାକୁ ନେଇ ବର୍ତ୍ତମାନ ଦଳୀୟ କର୍ମୀମାନେ ଏକଜୁଟ ହେଲେଣି। ଆଙ୍କ ବିରୁଦ୍ଧରେ ବୋଧେ ଏଫଆଇଆର କରିବେ ଏବଂ କୋର୍ଟ କଚେରୀରେ ଆଙ୍କୁ ଭିଡ଼ିଓ ବୋଲି ବର୍ତ୍ତମାନ ଯୋଜନା ଚାଲିଛି, ଯାହା ଜଣାପଡ଼ୁଛି।